15ଟି ରୋଗକୁ କାଟିବ ତ୍ରିକଟୁ। ଏହି ତ୍ରିକଟୁ କ'ଣ ଆଉ କେମିତି ବ୍ୟବହାର କରିବେ ଆସନ୍ତୁ ଜାଣିବା ସୁସ୍ଥ ଜୀବନ ଓଡ଼ିଶାରେ। ତ୍ରିକଟୁ ହେଉଛି ତିନୋଟି ତୀକ୍ଷ୍ମ ବା ରାଗ ତଥା ଉଷ୍ଣ ପ୍ରକୃତିର ଜିନିଷର ମିଶ୍ରଣ। ସେଗୁଡ଼ିକ ହେଲା ଶୁଣ୍ଠି, ପିପଳି ଓ ଗୋଲମରିଚ। ଶୁଣ୍ଠି, ପିପଳି ଏବଂ ଗୋଲମରିଚ ପ୍ରତ୍ୟେକର ଗୁଣ୍ଡ ସମାନ ପରିମାଣରେ ବା ସମାନ ମାତ୍ରାରେ ମିଶାଇ ଯେଉଁ ଚୂର୍ଣ୍ଣ ପ୍ରସ୍ତୁତ କରାଯାଏ ତାକୁ ତ୍ରିକଟୁ କୁହାଯାଏ। ଏହା ସଲଫରର ଏକ ମୁଖ୍ୟ ଉତ୍ସ। ଯେଉଁମାନେ ପିଆଜ ରସୁଣ ଖାଉନାହାନ୍ତି ସେମାନେ ସଲଫର ପାଇବା ପାଇଁ ତ୍ରିକଟୁର ବ୍ୟବହାର କରିପାରିବେ। ତ୍ରିକଟୁ କଫ ଦୋଷକୁ ନାଶ କରେ, ବାତ ଦୋଷକୁ ଅନୁଲୋମନ କରେ ବା ଶରୀରରେ ବାତର ସଞ୍ଚାଳନକୁ ଠିକ୍ ଦିଗ ପ୍ରଦାନ କରିଥାଏ। ଯେଉଁମାନଙ୍କର ପିତ୍ତ ପ୍ରକୃତି ସେମାନେ ଏହାକୁ ଖାଇବେ ନାହିଁ। କଫ ଦୋଷ ବ୍ୟକ୍ତି ମହୁ ସହିତ ଏବଂ ବାତ ରୋଗୀ ଘିଅ ସହିତ ମିଶାଇ ଖାଇବେ। ଏହାର ପରିମାଣ ହେଉଛି 1ରୁ 3 ଗ୍ରାମ ଦୈନିକ ସେବନ କରିପାରିବେ। ଆୟୁର୍ବେଦରେ ପ୍ରତ୍ୟେକ ଔଷଧ ବା ପ୍ରତ୍ୟେକ ଚେରମୂଳିର ସ୍ୱତନ୍ତ୍ର ଉପକାରିତା ଅଛି, କିନ୍ତୁ ଯେତେବେଳେ ସେଗୁଡ଼ିକୁ ମିଶାଇ ଦିଆଯାଏ ସାମୂହିକ ଔଷଧ ବା ମିଶ୍ରଣ ଅନେକ ରୋଗକୁ ଭଲ କରିଥାଏ। ତ୍ରିକଟୁରେ ଥିବା ଶୁଣ୍ଠି ଅମ୍ଳପିତ୍ତ ବିକୃତିକୁ ଭଲ କରେ, ଅପଚନ, ଅଜୀର୍ଣ୍ଣ, ଆମବାତ ଏବଂ ଶ୍ୱାସ ସମସ୍ୟା ଦୂର କରିଥାଏ। ସେହିଭଳି ପିପଳି ଅତିରିକ୍ତ କଫକୁ ତରଳେଇ ଦେଇଥାଏ ଏବଂ ଯକୃତକୁ ସୁସ୍ଥ ରଖିଥାଏ। ମରିଚ ବା ଗୋଲମରିଚ ମନ୍ଦ ଅଗ୍ନି ବା କୁପାଚନ ସମସ୍ୟାକୁ ଦୂର କରିଥାଏ। ଏହାଛଡ଼ା କୃମି, ଜ୍ୱର ସମସ୍ୟା, ଶ୍ୱାସ ଏବଂ ଚର୍ମ ବିକାରରେ ଏହା ଲାଭଦାୟକ ଅଟେ। ତ୍ରିକଟୁ ଦୁର୍ବଳ ପାଚନ ଓ ପେଟ ସମସ୍ୟାକୁ ଦୂର କରେ। ଶ୍ୱାସ ଓ କଫ ରୋଗରେ ଉପକାରୀ। ଋତୁସ୍ରାବ ସମସ୍ୟା, ଓଜନ ବୃଦ୍ଧି ବା ମୋଟାପଣରେ ମଧ୍ୟ ତ୍ରିକଟୁର ବ୍ୟବହାର କରାଯାଇଥାଏ। କଫ ଜନିତ ଚର୍ମ ରୋଗ ଏବଂ ଯକୃତ ସମସ୍ୟା ଆଦିରେ ତ୍ରିକଟୁ ଅତ୍ୟନ୍ତ ଉପଯୋଗୀ। ଆସନ୍ତୁ ଦେଖିବା କେତେଗୁଡ଼ିଏ ସମସ୍ୟା ବା ରୋଗରେ ତ୍ରିକଟୁର କିଭଳି ବ୍ୟବହାର ଆମେ କରିପାରିବା। ପେଟରେ ଯଦି ବାରମ୍ବାର ଗ୍ୟାସ୍ ସମସ୍ୟା ହେଉଛି, ବାନ୍ତି ହେଉଛି, ଖାଦ୍ୟ ଠିକରେ ହଜମ ହେଉନାହିଁ, ସେହିଭଳି କ୍ଷେତ୍ରରେ ଆମେ ଗୋଟିଏ ଚାମଚର 4 ଭାଗରୁ ଭାଗେ ତ୍ରିକଟୁ ଚୂର୍ଣ୍ଣ 1 କପ୍ ପାଣିରେ ସିଝାଇ ସାରି ସେଥିରେ ଅଧା ଲେମ୍ବୁ ଚିପୁଡ଼ି ଅଳ୍ପ ସୈନ୍ଧବ ଲବଣ ମିଶାଇ ତାକୁ ପିଇପାରିବେ। ସେହିଭଳି ମାସିକ ଧର୍ମ ସମୟରେ ଅଧିକ ପୀଡ଼ା ହେଉଥିଲେ ଏବଂ ମାନସିକ ଭୟ ଓ ହୃଦସ୍ପନ୍ଦନ ଅଧିକ ହେଉଥିଲେ ଏହି ଦୁଇଟି ଯାକ କ୍ଷେତ୍ରରେ ମଧ୍ୟ ଆପଣ ସେହିଭଳି ଭାବରେ ଗୋଟିଏ ଚାମଚର 4 ଭାଗରୁ ଭାଗେ ତ୍ରିକଟୁ ଚୂର୍ଣ୍ଣ 1 କପ୍ ପାଣିରେ ସିଝାଇ ସାରି ଅଧା ଲେମ୍ବୁ ଚିପୁଡ଼ି ଅଳ୍ପ ସୈନ୍ଧବ ଲବଣ ମିଶାଇ ତାକୁ ପିଇପାରିବେ। କାଶ, କଫ, ଗଳା ରୋଗ, ସ୍ୱରଭଙ୍ଗ ବା ତଣ୍ଟି ବସିବା ଏବଂ ହାକୁଟି ଏହିଭଳି ସମସ୍ୟାରେ ଗୋଟିଏ ଚାମଚର 4 ଭାଗରୁ ଭାଗେ ତ୍ରିକଟୁ ଚୂର୍ଣ୍ଣ 1 କପ୍ ପାଣିରେ ସିଝାଇ ସାରି ସେଥିରେ 1 ଚାମଚ ମହୁ ମିଶାଇ ପିଅନ୍ତୁ। ସେହିପରି ଯଦି ଆପଣମାନଙ୍କର ଗଣ୍ଠିବାତ ସମସ୍ୟା ରହୁଛି କିମ୍ବା ହାଡ଼ ଜଏଣ୍ଟରେ କଟକଟ ଶବ୍ଦ ଶୁଭୁଛି, ତାହେଲେ ଆପଣମାନେ 1/4 ଚାମଚ ତ୍ରିକଟୁ ଗୁଣ୍ଡ ମହୁରେ ମିଶାଇ ଖାଇବେ ଏବଂ ଗୋଟିଏ ତେଲ ମାଲିସ କରିବେ ଯେଉଁଥିରେ 50 ଗ୍ରାମ ତ୍ରିକଟୁ 200 ମିଲିଲିଟର ସୋରିଷ କିମ୍ବା ରାଶି ତେଲରେ ମିଶାଇ ତାକୁ ପାକ କରି ତାକୁ ଛାଣି ରଖିବେ ଏବଂ ଯେଉଁ ଜାଗାରେ ଆପଣଙ୍କର ସମସ୍ୟା ରହୁଛି ସେ ଜାଗାରେ ମାଲିସ କରିବେ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ 1/4 ଚାମଚ ତ୍ରିକଟୁ ଚୂର୍ଣ୍ଣ 1 ଚାମଚ ଘିଅ ସହିତ ଅଳ୍ପ ସୈନ୍ଧବ ଲବଣ ମିଶାଇ ଦିନକୁ 2 ଥର ଖାଇପାରିବେ। ପୌରୁଷ ଶକ୍ତି ବଢ଼ାଇବା ପାଇଁ 1/4 ଚାମଚ ତ୍ରିକଟୁ କ୍ଷୀର ସହ କିମ୍ବା ମହୁ ସହ ମିଶାଇ ପିଇପାରିବେ। ସେହିପରି ତ୍ରିକଟୁ ଚୂର୍ଣ୍ଣ ଆହୁରି ଅନେକ ଗୁଡ଼ିଏ ସମସ୍ୟାରେ ଆପଣମାନେ ବ୍ୟବହାର କରିପାରିବେ। ମୁଣ୍ଡ ବ୍ୟଥା ହେଉଥିଲେ ତ୍ରିକଟୁ ଚୂର୍ଣ୍ଣକୁ ମହୁ ସହ ମିଶାଇ ଖାଆନ୍ତୁ। ଦାନ୍ତ ବିନ୍ଧା ଏବଂ ପାଇରିଆ ସମସ୍ୟା ଥିଲେ ତ୍ରିକଟୁକୁ ପାଣିରେ ସିଝାଇ ସେହି ପାଣିରେ କୁଳି କରନ୍ତୁ, ନିଶ୍ଚିନ୍ତ ଆରାମ ମିଳିବ। ଯଦି ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହେଉନାହିଁ, ସ୍ନାୟୁ ଉପରେ କଫର ପରଦା ଅଛି, ସେଭଳି ପରିସ୍ଥିତିରେ ସ୍ନାୟୁ ଦୁର୍ବଳ ରହିଥାଏ
ତ୍ରିକୋଟକୁ ମହୁ ସହ ମିଶାଇ ଖାଇଲେ ଏ ସମସ୍ୟା ଧୀରେ ଧୀରେ ଦୂର ହୁଏ। ଶରୀରରେ କୌଣସି ଜାଗାରେ ଇନଫ୍ଲେମେସନ ଥିଲେ ତ୍ରିକୋଟୁ କାଢ଼ା ବା କ୍ୱାଥ ପିଇବେ। ଶରୀରରୁ ଅତିରିକ୍ତ ବିଷାକ୍ତ ଦ୍ରବ୍ୟ ନିଷ୍କାସନ କରିବା ଏବଂ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବା ବା ମୋଟାପଣକୁ ନିୟନ୍ତ୍ରଣ କରିବା, ଏହି ଦୁଇଟି ଯାକ କ୍ଷେତ୍ରରେ 1/4 ଚାମଚ ତ୍ରିକୋଟୁ ଚୂର୍ଣ୍ଣ ଗୋଟିଏ କପ୍ ପାଣିରେ ସିଝାଇ ସାରି ଅଧା ଲେମ୍ବୁ ଚିପୁଡ଼ି ସେଥିରେ ଅଳ୍ପ ସୈନ୍ଧବ ଲବଣ ସ୍ୱାଦ ଅନୁସାରେ ମିଶାଇ ଆପଣ ତାକୁ ପିଇପାରିବେ। ମହୁମାଛି, କୀଟପତଙ୍ଗ କାମୁଡ଼ିଲେ ଅଳ୍ପ ଟିକେ ଭିନେଗାରରେ ତ୍ରିକୋଟୁ ମିଶାଇ ସେହି ସ୍ଥାନରେ ଲଗାନ୍ତୁ। ତ୍ରିକୋଟୁ ଏକ ଉଷ୍ଣ ପ୍ରକୃତିର ଦ୍ରବ୍ୟ। ଏହାର ବ୍ୟବହାର ଦ୍ୱାରା ଶରୀରରେ ତାପମାତ୍ରା ବୃଦ୍ଧି ପାଇଥାଏ। କଫ ଏବଂ ବାତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏହା ଉପକାରୀ, କିନ୍ତୁ ପିତ୍ତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏହା ଉପକାରୀ ହୋଇନଥାଏ। ଅମ୍ଳପିତ୍ତ ଏବଂ ପେଟ ଘା ସମସ୍ୟା ଥିଲେ ତ୍ରିକୋଟୁକୁ ବ୍ୟବହାର କରିବେ ନାହିଁ। ଖରାଦିନେ ଏହାକୁ ଖାଇବେ ନାହିଁ। ଗର୍ଭାବସ୍ଥା ଏବଂ ସ୍ତନପାନ ସମୟରେ ବ୍ୟବହାର କରିବେ ନାହିଁ। ନାକରୁ ରକ୍ତସ୍ରାବ ଯଦି ହେଉଛି ସେହିଭଳି କ୍ଷେତ୍ରରେ ତ୍ରିକୋଟୁ ଚୂର୍ଣ୍ଣ ଖାଇବେ ନାହିଁ। ତ୍ରିକୋଟୁକୁ ନେଇକି କେତେଗୁଡ଼ିଏ ସାବଧାନତା ଅବଲମ୍ବନ କଲେ ଏହାର ଉପକାର ଆମେମାନେ ନିଶ୍ଚିନ୍ତ ଭାବରେ ପାଇପାରିବା।